ପିଲାମାନଙ୍କୁ ଆମର ଏହି ଏଜୁକେସନ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ତ ପିଲାମାନେ ଦେଖ, ଆମେ ଡେଲି କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରୁଛୁ ଯେଉଁଗୁଡ଼ାକି ସିଟି ଏକ୍ଜାମରେ ପଡ଼ିବ ସୁନିଶ୍ଚିତ। ଆଉ 2026ରେ ଯେଉଁମାନେ ବି ସିଟି ଏକ୍ଜାମ କ୍ରାକ୍ କରିବା ପାଇଁ ଚାହୁଁଛ ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଆଉ ଟେଲିଗ୍ରାମରେ ଯାଇକି ଆମେ ଯେଉଁ ବି PDF ଦେଉଛୁ କ୍ୱେଶ୍ଚନ୍ PDF କ୍ୱେଶ୍ଚନ୍ ବ୍ୟାଙ୍କ ସେଗୁଡ଼ାକୁ ପ୍ରାକ୍ଟିସ୍ କର। ଆଉ ନିହାତି 2026ରେ ତୁମେ ସିଟି ଏକ୍ଜାମ କ୍ରାକ୍ କରିବ। ତ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କର। ଚାଲ ଆଜି ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ଅଛି ଦେଖ। ଫାର୍ଷ୍ଟ କ୍ୱେଶ୍ଚନ୍ ଅଛି ଓଡ଼ିଶାର ରାଜଧାନୀ କେଉଁଠି? ସମସ୍ତେ ଜାଣିଥିବ, ସିମ୍ପଲ୍ କ୍ୱେଶ୍ଚନ୍, ପୁରା ସାଧା ସଳଖ କ୍ୱେଶ୍ଚନ୍ଟି ପଡ଼ିଛି, ଡାଇରେକ୍ଟ କ୍ୱେଶ୍ଚନ୍, ଯେଉଁଟାକି ଓଡ଼ିଶାର ରାଜଧାନୀ ଗୋଟେ ଛୋଟ ପିଲା ବି ଜାଣିଥିବ। ଆନ୍ସର୍ ହେଉଛି ସି, ଭୁବନେଶ୍ୱର। 2 ନମ୍ବର କ୍ୱେଶ୍ଚନ୍ ଦେଖ। 2 ନମ୍ବର କ୍ୱେଶ୍ଚନ୍ କହିଛି ଉତ୍କଳମଣି କାହାକୁ କୁହାଯାଏ? ଉତ୍କଳମଣି କାହାକୁ କୁହାଯାଏ? ତ ସମସ୍ତେ ଜାଣିଥିବ ସାଧା କ୍ୱେଶ୍ଚନ୍ଟି, ଉତ୍କଳମଣି କୁହାଯାଏ ଗୋପବନ୍ଧୁ ଦାସ, ଅପସନ୍ ବି। ତାପରେ 3 ନମ୍ବର ଦେଖ। 3 ନମ୍ବର କ'ଣ କହିଛି? ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହୋଇଥିଲା? ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହୋଇଥିଲା? ନା 26 ଜାନୁଆରୀ 1950, ଅପସନ୍ ବି। ତ ବହୁତ ସାରା ପିଲା ଡାଉଟ୍ କରୁଥିବେ, ସାର୍ ଏଗୁଡ଼ା ତ ବହୁତ ସାଧା କ୍ୱେଶ୍ଚନ୍, ଏଗୁଡ଼ା କ'ଣ ସିଟି ଏକ୍ଜାମରେ ପଡ଼ିବ? ପିଲାମାନେ ସୁନିଶ୍ଚିତ ଏଇଗା ହିଁ ସିଟି ଏକ୍ଜାମରେ ପଡ଼ିବ, କାରଣ ସିଟି ଏକ୍ଜାମରେ ବେଶୀ କଷ୍ଟକର କ୍ୱେଶ୍ଚନ୍ ପଡ଼େ ନାହିଁ। ବେଶୀ କଷ୍ଟକର କ୍ୱେଶ୍ଚନ୍ ପଡ଼େ ନାହିଁ। ଯେତେ ସବୁ ବେସିକ୍ ଜିନିଷ, ବେସିକ୍ ପାଠ, ମୁଖ୍ୟମନ୍ତ୍ରୀ କିଏ, ପ୍ରଧାନମନ୍ତ୍ରୀ କିଏ, ଆମର ଏଠି କେତେଟା ଅଛି, କ'ଣ ଅଛି, ତ ସେଇ କ୍ୱେଶ୍ଚନ୍ ହିଁ ବେଶୀ ପଡ଼େ। ତ କଷ୍ଟିଆ କ୍ୱେଶ୍ଚନ୍ କିଛି ପଡ଼େ ନାହିଁ। ପିଲାମାନେ କ'ଣ କରନ୍ତି ନା କଷ୍ଟିଆ କ୍ୱେଶ୍ଚନ୍ ପଢ଼ନ୍ତି, କଷ୍ଟ ୱାର୍ଡ଼ ପଢ଼ନ୍ତି, ଯେଉଁଗୁଡ଼ାକି ସେଗୁଡ଼ା ପଡ଼ିନଥାଏ। ସେମାନେ ବେସିକ୍ ଜିନିଷ ହିଁ ଜାଣିନଥାନ୍ତି। ତ କଷ୍ଟିଆ ଶବ୍ଦ ପଢ଼ିକି କ'ଣ କରିବେ? ତ ସେଥିପାଇଁ ସେ କଷ୍ଟିଆ ଶବ୍ଦ ପଡ଼ିନଥାଏ। ଯେତେ ସବୁ ବେସିକ୍ରୁ ହିଁ କ୍ୱେଶ୍ଚନ୍ ଆସିଥାଏ। ତ ଦେଖ, ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କର। ତ ଏଇଭଳିଆ ଆମେ ଯେତିକି ବି କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରୁଛୁ ଏଇଠୁ ହିଁ ସିଟି ଏକ୍ଜାମରେ ପଡ଼ିବ। ତ ଦେଖ ପିଲାମାନେ, 4 ନମ୍ବର କ'ଣ କହିଛି? 4 ନମ୍ବର କହିଛି ବନ୍ଦେ ଉତ୍କଳ ଜନନୀ କିଏ ରଚନା କରିଥିଲେ? ସମସ୍ତେ ଜାଣିଥିବ ବନ୍ଦେ ଉତ୍କଳ ଜନନୀ ଲକ୍ଷ୍ମୀକାନ୍ତ ମହାପାତ୍ର ରଚନା କରିଥିଲେ, ଯେଉଁଟାକି ଅପସନ୍ ବି। 5 ନମ୍ବର ଦେଖ କ'ଣ କହିଛି? ପାଣିର ରାସାୟନିକ ସୂତ୍ର। ପାଣିର ରାସାୟନିକ ସୂତ୍ର ସମସ୍ତେ ଜାଣିଥିବ H2O, ଅପସନ୍ ସି। 6 ନମ୍ବର ଦେଖ। 6 ନମ୍ବର କ'ଣ କହିଛି? ଚିଲିକା ହ୍ରଦ କେଉଁଠି ଅବସ୍ଥିତ? ଚିଲିକା ହ୍ରଦ ପୁରୀଠାରେ ଅବସ୍ଥିତ, ଅପସନ୍ ଏ ସଠିକ୍ ଆନ୍ସର୍। ତ ନୋଟ୍ କରିପାରିବ ଯଦି ନୋଟ୍ କରିଦିଅ, ନହେଲେ ବି କିଛି ଟେନସନ୍ ନାହିଁ, ଆମ ଟେଲିଗ୍ରାମ ଚ୍ୟାନେଲରେ ଆମେ ପୋଷ୍ଟ କରିଦେବୁ, ଜଏନ୍ ହେଇଯାଉ, ଡେସ୍କ୍ରିପସନ୍ରେ ଥିବ। ଦେଖ 7 ନମ୍ବର ଦେଖ। ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ଭାରତର ପ୍ରଥମ ରାଷ୍ଟ୍ରପତି ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ବି ସଠିକ୍ ଆନ୍ସର୍। 8 ନମ୍ବର କ୍ୱେଶ୍ଚନ୍ ଦେଖ। 8 ନମ୍ବର କ୍ୱେଶ୍ଚନ୍ କହିଛି ଭାରତର ଜାତୀୟ ପକ୍ଷୀ କିଏ? ଭାରତର ଜାତୀୟ ପକ୍ଷୀ ହେଉଛି ମୟୂର, ଇଂଲିଶରେ ଯେଟାକି କ'ଣ ପିକକ୍। 9 ନମ୍ବର ଦେଖ। 9 ନମ୍ବର କ'ଣ କହିଛି? ଓଡ଼ିଶା ଦିବସ କେବେ ପାଳନ କରାଯାଏ? ସମସ୍ତେ ଜାଣିଥିବ ଓଡ଼ିଶା ଦିବସ 1 ଏପ୍ରିଲରେ ପାଳନ କରାଯାଏ। 10 ନମ୍ବର ଦେଖ କ'ଣ କହିଛି? 10 ନମ୍ବର କହିଛି ମାନବ ଶରୀରରେ କେତୋଟି ହାଡ଼ ଥାଏ? ତ ମାନବ ଶରୀରରେ ମୁଖ୍ୟତଃ 206ଟି ହାଡ଼ ଥାଏ। କେତେ? ନା 206। 11 ନମ୍ବର ଦେଖ କ'ଣ କହିଛି? 11 ନମ୍ବର କହିଛି ସୂର୍ଯ୍ୟଙ୍କ ନିକଟତମ ଗ୍ରହ କେଉଁଠି? କହିଛି କ୍ୱେଶ୍ଚନରେ ସୂର୍ଯ୍ୟଙ୍କ ନିକଟତମ ମାନେ ଏଇ ପାଖର ଗ୍ରହ କ'ଣ? ନିକଟତମ ମାନେ ସବୁଠୁ ପାଖ କିଏ? ନା ଅପସନ୍ ସି, ବୁଧ। 12 ନମ୍ବର ଦେଖ କ'ଣ କହିଛି? 12 ନମ୍ବର କହିଛି ଭାରତର ସମ୍ବିଧାନର ପିତା କିଏ? ସମସ୍ତେ ଜାଣିଥିବ ଭାରତର ସମ୍ବିଧାନର ପିତା ହେଉଛନ୍ତି ଡକ୍ଟର B.R. ଆମ୍ବେଦକର, ଅପସନ୍ ସି। 13 ନମ୍ବର କ'ଣ କହିଛି ଦେଖ। 13 ନମ୍ବର କହିଛି ଭାରତର ଜାତୀୟ ଫୁଲ କ'ଣ? ସମସ୍ତେ ଜାଣିଥିବ ଭାରତର ଜାତୀୟ ଫୁଲ ହେଉଛି ପଦ୍ମ, ଅପସନ୍ ବି। 14 ନମ୍ବର 144ର ବର୍ଗମୂଳ କେତେ? 144ର 12ର ସ୍କୋୟାର କେତେ? 144। ତ 144ର ବର୍ଗମୂଳ ହେଉଛି 12। ଲାଷ୍ଟ କ୍ୱେଶ୍ଚନ୍ ଦେଖ।
15 ନମ୍ବର ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ହରେକୃଷ୍ଣ ମହାତାବ, ଯେଉଁଟାକି ଅପସନ୍ ସି ସଠିକ୍ ଆନ୍ସର୍। ତ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ। ଏମିତିକାର କ୍ୱେଶ୍ଚନ୍ ଆସୁଥିବ, ଆଉ ଏଇ କ୍ୱେଶ୍ଚନ୍ ଗୁଡ଼ିକ ଆମେ ଟେଲିଗ୍ରାମ ଚ୍ୟାନେଲରେ ପୋଷ୍ଟ କରିଦେବୁ, ତୁମେ ଡେଲି ପ୍ରାକ୍ଟିସ୍ କରିବ।